ମୁଁ ଲକ୍ଷ୍ମୀପ୍ରିୟା ମୁଦୁଲି, ଘର ନବପାଟଣା ପଞ୍ଚାୟତ ସିଂହପୁର ଗ୍ରାମର। ମୁଁ ଆଜି ଛୋଟ ପିଲାକୁ ମୋର ଗୋଟେ ଛୋଟ ପିଲା ଧରିକି ମେଡିକାଲ ଆସିଥିଲି। ଆସିବା ବାଟରେ କଲେଜ ଛକରୁ 3 ଜଣ ନନ୍ ଓଡିଆ ସ୍ତ୍ରୀ ଲୋକ ଅଟୋରେ ଉଠିଲେ। ସେମାନେ ଜୋର ଜବରଦସ୍ତ ଜାଗା ନଥିବା ସମୟରେ ବି ଜୋର ଜବରଦସ୍ତ ଆମ ମାନେ ଉପରେ ଲଦି ବସିଲେ। ମୋ ସାନ ଭଉଣୀ ମୋ ପାଖରେ ଥିଲି, ତାଙ୍କ ପାଖରେ ମୋ ପର୍ସ ଟା ମୁଁ ଧରିକି ତାଙ୍କୁ ଧରିଥିଲି। ପିଲା ଯେହେତୁ ଛୋଟ ମୁଁ ତାକୁ କୋଳରେ ଧରି ବସିଲି। ସିଏ ସେଇ ସମୟରେ ଉପରେ ବସିକି ମୋ ପର୍ସ ଖୋଲିକି ତା ଦେହରୁ ଛୋଟ ପର୍ସ ରେ ମୋ ଟଙ୍କା ଥିଲା 2-3 ହଜାର ଟଙ୍କା ଥିଲା। ସେ ଗୋଟେ ସୁନା ମୁଦି ଥିଲା, ମୁଁ ଯାହାକି ଏକ୍ସଚେଞ୍ଜ କରିଥାନ୍ତି, ତାକୁ ଜବରଦସ୍ତି ଆଣିକି ଆସିଥିଲି। ସେ ତାକୁ ନେଇଯାଇଛନ୍ତି। ମୁଁ ଜଷ୍ଟ ଷ୍ଟାଣ୍ଡ ବସ୍ ଷ୍ଟାଣ୍ଡ ଓହ୍ଲେଇକି ମୋ ସାନ ଭଉଣୀ ମତେ ପଚାରିଲା କି ଦିଦି ପର୍ସ ଟା କଣ ଖୋଲା ଅଛି? ନା ମୁଁ ତ ଖୋଲିନି। ମୁଁ ଦେଖିଲି ସାଙ୍ଗେ ସାଙ୍ଗେ ଦେଖିବା ଭିତରେ ଅଟୋ ସେଠୁ ଷ୍ଟାଣ୍ଡ ରୁ ଛାଡିଦେଲା। ସେ 3 ଜଣ ଯୋଉ ବସିଥିଲେ ସ୍ତ୍ରୀ ଲୋକ, ସେ ଅଟୋରେ ବସିଥିବା ସମୟରେ ସେ କଥା ହଉଥିଲେ ଯେ ମେଡିକାଲ ଛକରେ ଓହ୍ଲେଇବା ପାଇଁ। ମୁଁ ତାଙ୍କୁ ଦେଖିଲା ଭିତରେ ମୋର ପର୍ସ ଛୋଟ ପର୍ସ ନାହିଁ। ମୁଁ ଖୋଜିକି ଆମେ 2 ଭଉଣୀ ଆସିଲା ବାଟରେ ଯୋଉ ଭାଇ ଅଟୋରେ ଆମକୁ ଡ୍ରପ୍ କରିଥିଲେ, ସେ ରିଟର୍ନ ଆମକୁ ବିଜୁ ପଟ୍ଟନାୟକ ଚାଷୀ ବସ୍ତିରେ ଭେଟ ହେଲେ। ମୁଁ ସେ ଭାଇଙ୍କୁ ସବୁ କଥା ଜଣେଇଲି। ସେ ଭାଇ ମତେ ଆଣିକି ମେଡିକାଲ ଛକ ପର୍ଯ୍ୟନ୍ତ ଆସିଲେ। ଆସିଲା ପରେ ମତେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବି ସେ ଲୋକଙ୍କୁ ଖୋଜିବା ପାଇଁ ବହୁତ ସାହାଯ୍ୟ କରିଛନ୍ତି। ମୁଁ ତାଙ୍କୁ ଖୋଜି ଖୋଜି ଟାଉନ ହଲ ସାମ୍ନା ରାମ ମନ୍ଦିର ପାଖରେ ଭେଟ ପାଇଲି, ଯାଦ୍ୱାରା ସେ ମୋ ପର୍ସ ବି ହାତରେ ଧରିଛନ୍ତି। ମୁଁ ତାଙ୍କ ପାଖରୁ ପାଇଲି। ଲୋକମାନେ ବି ସେଠି ଘେରିଗଲେ। ପର୍ସ ଖୋଲିଲା ଭିତରେ ସେଥିରେ ପଇସା ଯଦିଓ ଅଛି, ତା ଦେହରେ ସୁନା ମୁଦିଟା ନାହିଁ। ମୁଁ ତାଙ୍କୁ ଧରିବା ଭିତରେ ସେ ଆମକୁ ଆଟାକ କଲେ। ଆଟାକ କଲା ଭିତରେ ଲୋକ ଧରିବା ଭିତରେ ଆଉ ଜଣେ ସ୍ତ୍ରୀ ଲୋକ ତାଙ୍କ ସାଙ୍ଗେ ଯିଏ ଥିଲେ ସେ ଫେରାର ହେଇଯାଇଛନ୍ତି। ଅବଶ୍ୟ ମୁଁ ଭାବୁଛି ସେ ଜିନିଷଟା ତାଙ୍କ ପାଖରେ ରହିଯାଇଛି। ମତେ ମାନେ ଧମକେଇକି କହୁଛନ୍ତି ଆମ ପାଖରେ ଯାହା ପଇସା ଅଛି ନେଇଯା, ଆମକୁ ଛାଡିବେ। ସେଠି କହିବା ଭିତରେ ସ୍ଥାନୀୟ ଲୋକ ଆସିକି 2,000 ଟଙ୍କା ଥିଲା, ବାକି ସୁନା ମୁଦିଟେ ଥିଲା, ସେ ମୁଦିଟା ହିଁ ନାହିଁ। ବସ ପଇସା ମୋ ପାଖରେ ପର୍ସରେ ସେମିତି ରହିଛି, ମୁଦି ପାଇଲିନି, ଜିନିଷ ପାଇଲିନି। ମୁଁ ଆସିକି ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହେଇଯାଇଛି। ମତେ ଟିକେ ନ୍ୟାୟ ମିଳୁ। ଆଜ୍ଞା, ଅଭିଯୋଗ କରିଛି। 2 ମହିଳା ଏଇଠି ଥାନାରେ ଅଛନ୍ତି, ଆଉ ଜଣେ ଫେରାର ଅଛନ୍ତି।